ଅକ୍ଟୋବର 9ରେ ବି ଏହି ମହିଳାଙ୍କୁ ମିଳିବନି 5,000 ଟଙ୍କା। ଲିଷ୍ଟରୁ କଟିଲା ନାଁ। ସୁଭଦ୍ରା ଯୋଜନା ଦ୍ୱିତୀୟ ପର୍ଯ୍ୟାୟରେ କିଛି ହିତାଧିକାରୀଙ୍କ ମିଳିବନି ସୁଭଦ୍ରା ଟଙ୍କା। ଚାଲନ୍ତୁ ଜାଣିବା। ସୁଭଦ୍ରା ଯୋଜନାକୁ ନେଇ ସକାଳୁ ଆସିଲା ବଡ଼ ଅପଡେଟ୍। ଅକ୍ଟୋବର 9ରେ ଆସିବ ବାକି ହିତାଧିକାରୀଙ୍କ ଟଙ୍କା। ଯେଉଁମାନେ ପୂର୍ବରୁ ଆପ୍ଲାଏ କରିଥିଲେ କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କ ଆକାଉଣ୍ଟକୁ ଦଶହରା ପୂର୍ବରୁ 5,000 ଟଙ୍କା ଆସିବ। ମହିଳାଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି। ଆସନ୍ତା 9 ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ବାରିପଦାରୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଦେବେ ସରକାର। ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ଖୁସି ଖେଳିଯାଇଛି। କିନ୍ତୁ କିଛି ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ବି ସୁଭଦ୍ରା ଟଙ୍କା ମିଳିନାହିଁ। ସେମାନେ ଆପ୍ଲାଏ କରିଥିଲେ ବି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ଚାଲନ୍ତୁ ଜାଣିବା କାହିଁକି। 96 ଲକ୍ଷ ହିତାଧିକାରୀ ଏଥିପାଇଁ ଆବେଦନ କରିଥିବା ବେଳେ 40 ଲକ୍ଷରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବେ। ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ପ୍ରଦାନ କରିଥିବା ବେଳେ ବାରିପଦାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ହାତରେ ପ୍ରଦାନ କରିବେ। ସୁଭଦ୍ରା ଯୋଜନାକୁ ନେଇ ପୂର୍ବରୁ ଗାଇଡଲାଇନ୍ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି। କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ, କେଉଁମାନେ ଏଥିରୁ ବାଦ୍ ପଡ଼ିବେ ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସି ସାରିଛି। ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରୁ ଉପକୃତ ହେବେ ଓ କେଉଁମାନେ ବାଦ୍ ପଡ଼ିବେ। ସୁଭଦ୍ରା ଯୋଜନାର ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ହେବା ଜରୁରୀ। ଯେଉଁ ହିତାଧିକାରୀଙ୍କୁ ମାସକୁ 1,500 ଏବଂ ବର୍ଷକୁ 18,000 ସରକାରୀ ସହାୟତା ମିଳୁଛି ସେ ଏହି ଯୋଜନାରୁ ଅଯୋଗ୍ୟ ହେବେ। କାର୍ କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ। ଜଳସେଚିତ ଜମି 5 ଏକରରୁ ଅଧିକ ଥିଲେ ଅଯୋଗ୍ୟ। ଅଣଜଳସେଚିତ ଜମି 10 ଏକରରୁ ଥିଲେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ଯେଉଁ ପରିବାରର ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସରକାରୀ ପେନ୍ସନ୍, ଛାତ୍ରବୃତ୍ତି ସୁବିଧା ମିଳୁଥିଲେ ଓ ପରିବାର କେହି ଏମଏଲ୍ଏ କିମ୍ବା ଏମ୍ପି ହୋଇଥିଲେ ସୁଭଦ୍ରା ଯୋଜନାରେ ଲାଭରୁ ବଞ୍ଚିତ ହେବେ। ଆୟକର ଦେଉଥିବା ଯେକୌଣସି ବ୍ୟକ୍ତି ଏବଂ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ବ୍ୟକ୍ତି ଅଯୋଗ୍ୟ ହେବେ। ପଞ୍ଚାୟତ କିମ୍ବା ୟୁଏଲ୍ବିର ଜନପ୍ରତିନିଧି ହୋଇଥିଲେ ଜଣେ ହିତାଧିକାରୀଙ୍କ ନାମ ସୁଭଦ୍ରା ତାଲିକାରୁ କଟିଯିବ। ହିତାଧିକାରୀମାନେ ଆବେଦନ ପ୍ରକ୍ରିୟା ସମୟରେ ସଠିକ୍ ଏବଂ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରୀ। ଯଦି ଯେକୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତୁରନ୍ତ ଲାଭର ସମାପ୍ତ କରି ଦିଆଯାଇଥିବା ଲାଭ ପୁନରୁଦ୍ଧାର ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ୍ୟୁ ଘୋଷିତ ହୁଅନ୍ତି ତେବେ ଅନୁମୋଦିତ ସହାୟତା ବାତିଲ କରାଯାଇ ମୃତ ବ୍ୟକ୍ତିଙ୍କ ନାମରେ ଦିଆଯାଇଥିବା ଲାଭ ଦାବି କରାଯାଇପାରିବ ନାହିଁ। ଏହି ଥିଲା ସୁଭଦ୍ରା ଯୋଜନାର ନ୍ୟୁ ଅପଡେଟ୍। ପୁଣି ଏକ ନୂତନ ଖବର ନେଇ ପୁଣି ଆସିବି। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ।